ଓଡ଼ିଆ ବ୍ୟାକରଣର ପ୍ରଥମ ଅଧ୍ୟାୟ ବାକ୍ୟ ବିଚାର। ପ୍ରଥମେ ଜାଣିବା ବାକ୍ୟ କାହାକୁ କୁହାଯାଏ। ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବାକୁ ବାକ୍ୟ କୁହାଯାଏ। କିମ୍ବା ସଂକ୍ଷିପ୍ତରେ ବାକ୍ୟର ଅନ୍ୟ ଏକ ପରିଭାଷା ହେଉଛି ସାର୍ଥକ ଉକ୍ତିକୁ ବାକ୍ୟ କୁହାଯାଏ। ଯେଉଁ ଉକ୍ତି ଆମେ କହୁଛେ ତାହା ଯଦି ଅର୍ଥଯୁକ୍ତ ହୋଇଥିବ, ଜଣେ ତାକୁ ଭଲ ଭାବରେ ବୁଝିପାରିବ, ତାହାକୁ କୁହାଯିବ ବାକ୍ୟ। ଆମେ ଏଠାରେ ଉଦାହରଣଟିଏ ନେଇଛେ। ମହାତ୍ମା ଗାନ୍ଧୀ ସର୍ବଦା ସତ୍ୟ କହୁଥିଲେ। ଏଠାରେ ମହାତ୍ମା ଗାନ୍ଧୀ ଗୋଟିଏ ପଦ, ସର୍ବଦା ମଧ୍ୟ ହେଉଛି ଏକ ପଦ, ସତ୍ୟ ବି ଗୋଟିଏ ପଦ ଏବଂ କହୁଥିଲେ ବି ଗୋଟେ ପଦ। ଏହିଠାରେ ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପରେ ବ୍ୟକ୍ତ କରିପାରୁଛି ଯେ ମହାତ୍ମା ଗାନ୍ଧୀ ସବୁବେଳେ ସତ କଥା କହୁଥିଲେ, ତାଙ୍କର ସତ କହିବା ଗୁଣଟି ଥିଲା। ଏବେ ମନରେ ପ୍ରଶ୍ନ ଆସୁଥାଇପାରେ ଯେ ଏକ ପଦରେ କିପରି ବାକ୍ୟ ହୋଇପାରିବ? ସାଧାରଣତଃ ଘରମାନଙ୍କରେ କ'ଣ ହୁଏ, ମା ମାନେ ତୁମମାନଙ୍କୁ ଡାକିଥାନ୍ତି, ଆରେ ଛୁଆ ସ୍କୁଲ ଯିବୁନି କି? ପିଲାଟି କହିବ ହଁ। ଆମେ ତାର ଏତେ ବଡ଼ ପ୍ରଶ୍ନର ଉତ୍ତର କେବଳ ହଁରେ ଦେଲୁ। ତେଣୁ ହଁ ହେଉଛି ଗୋଟିଏ ପଦ ଯେଉଁଥିରେ ସମ୍ପୂର୍ଣ୍ଣ ଅର୍ଥଟିକୁ ମା ବୁଝିପାରିଲେ। ଏହିପରି ବାକ୍ୟର ଆଗାମୀ ପାର୍ଟ 2 ଭିଡ଼ିଓ ଦେଖିବା ପାଇଁ ସଂସ୍କୃତ ଗୁରୁଜୀ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗୁଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ।